ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଖୋଲନ୍ତୁ, ଆସନ୍ତୁ। ଜହନ ପୁସ୍ତକ ନ ପଢ଼ବ ଏକ ପଦରୁ ତଳକୁ ପଢ଼ିବା। ସେ ଯାଉଥିବା ସମୟରେ ଜଣେ ଜନ ତାକୁ ଦେଖିଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା, ନିଜେ ନା ଏହାର ବାପା ମା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏ ନିମନ୍ତେ ଏହା ଘଟିଅଛି। ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମମାନଙ୍କ କର୍ତ୍ତବ୍ୟ। ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି। ମୁଁ ଯେ ପର୍ଯ୍ୟନ୍ତ ଜଗତରେ ଅଛି, ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାକୁ ଦୁଇ ଆଖିରେ କାଦୁଅ ଲଗାଇ ଦେଇ ତାହାକୁ କହିଲେ, ଯାଅ। ସିଲୋ ଅନୁବାଦ କଲେ ଏହାର ଅର୍ଥ ପ୍ରେରିତ। ପୋଖରୀରେ ଧୋଇ ହୁଅ। ସେଥିରେ ସେ ବାହାରି ଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା। ତେଣୁ ପ୍ରେରିତ ମାନେ ତେଣୁ ପ୍ରତିବାସୀ ମାନେ ଯେଉଁ ଏ, ପୁଣି ପୁଣି ପ୍ରତିବାସୀ ମାନେ ପୁଣି ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ସେ ବସି ଭିକ ମାଗୁଥିଲା, ଏ କଣ ସେହି ନୁହେଁ? କେହି କେହି କହିଲେ, ଏ ସେ। ଆଉ କେହି କେହି କହିଲେ, ନା, ଏ ତାହାପରି। ସେ କହିଲା, ମୁଁ ସେହି। ସେଥିରେ ସେମାନେ ତାହାଙ୍କୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା? ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲେ- ଲେପିଦେଲେ, ଆଉ ମୋତେ କହିଲେ, ସିଲୋହକୁ ଯାଇ ଧୋଇ ହୁଅ। ତେଣୁ ମୁଁ ବାହାରି ଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି। 11 ପଦ ଯାଏଁ ପଢ଼ିଲି। ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଖୋଲନ୍ତୁ, ଆଉ ସାମ୍ନାକୁ ଆସନ୍ତୁ। ଆକ୍ଚୁଆଲି ମୁଁ ଆଜି ବହୁତ ଲେଟ୍ରେ ଉଠିଲି, ଆଉ ମୋତେ ଆଜି 3ଟା ଅଧେ ପର୍ଯ୍ୟନ୍ତ ନିଦ ହଉନଥିଲା। ଯେତେ ଶୋଇଲେ ବି ନିଦ ହଉନଥିଲା। ସେଥିପାଇଁ ରାତିରେ ବିଜାର ବି ଲାଗୁଥିଲା, କ'ଣ କରିବି କ'ଣ କରିବି। 2ଟା ଅଧେ ପର୍ଯ୍ୟନ୍ତ ସେମିତି ହିଁ ଥିଲି। ତାପରେ ଗଡ଼ିଲା ତ ନିଦ ହେଲା ନାହିଁ। 3ଟା ଅଧେ ପର୍ଯ୍ୟନ୍ତ ଆଖିରେ ନିଦ ଆସୁନଥିଲା। ପରେ ବହୁତ କଷ୍ଟରେ ନିଦ ଆଇଲି। କାହିଁକି ଆସୁନଥିଲା ମୁଁ ବି ଜାଣିନାହିଁ। ହେଇକି ପାଞ୍ଚଟାରେ ଆଲାର୍ମ ବାଜିଲା, ମୁଁ ଶୁଣିଲି। କିନ୍ତୁ ମୋ ଆଖି ଫିଟେଇ ପାରିଲି ନାହିଁ। ଏମିତି ହେଇକି ଏବେ ଦେଖିଲା ବେଳକୁ ପୁରା ଟାଇମ୍ ଅଧିକ ହେଇଯାଇଛି। 5ଟା 35 ହେଇଥିଲା ମୁଁ ଉଠିଲା ବେଳକୁ। ତ ଏ ଜାଗାରେ ଆମେ ଏକ ବାକ୍ୟ ଦେଖୁଛୁ, ଆଉ ପରମେଶ୍ୱର କେମିତି କାମ କରିଛନ୍ତି ଜଣେ ଜନ୍ମାନ୍ଧର ଜୀବନରେ। ଇଏ ଜନ୍ମରୁ ଅନ୍ଧ ହେଇକି ଜନ୍ମ ହେଲା, ଆଉ ଦିନେ ଯୀଶୁଙ୍କୁ ଯେତେବେଳେ ଭେଟିଲା, ଯୀଶୁ ତାକୁ କାଦୁଅ କରିକି ତାକୁ ଲେପି ଦେଲେ, ଆଉ ସିଲୋହ ପୂଜା ଅନୁବାଦ କଲେ ଏହାର ଅର୍ଥ ପ୍ରେରିତ। ପୋଖରୀରେ ଧୋଇ ହୁଅ ବୋଲି କହିଲେ। ସେ ଯୀଶୁଙ୍କର ବାକ୍ୟ ଶୁଣିଲା, ବାହାରି ଗଲା, ଧୋଇ ହେଲା, ଦୃଷ୍ଟି ପାଇଲା, ଲେଖା ହେଇଛି। ତ ତାର ପ୍ରତିବେଶୀ ମାନେ ତାକୁ ପଚାରିଲେ,
ଏ ତ ପୂର୍ବରୁ ଭିକାରୀ ଏ, ଭିକାରୀ ଥିଲା, ଗୋଟେ ଜାଗାରେ ବସିକି ଭିକ ମାଗୁଥିଲା। ସିଏ କଣ ନାହିଁ କି ବୋଲି ପଚାରିଲେ। ଅନେକ ଲୋକ କହିଲେ ନାଇଁ ନାଇଁ ଇଏ ନାହିଁ, ଇଏ ତାପରେ ଦେଖା ଯାଉଛି କହିଲେ। ତ ସେ ନିଜେ କହିଲା ଜନ୍ମାନ୍ଧ କି ନାଇଁ ଅନ୍ୟ କେହି ନାହିଁ, ମୁଁ ହଉଛି ସିଏ ବୋଲି କହିଲା। ତ ସେତେବେଳକୁ ଲୋକମାନେ ତାକୁ ପଚାରିଲେ ତାହେଲେ ତମେ କୁହ ତୋର ଆଖି କେମିତି ଫିଟିଗଲା କହିଲେ। ଜନ୍ମର ଅନ୍ଧ ଲୋକ କହିଲେ ମୁଁ ଜାଣିନି, କିନ୍ତୁ ସେ ଉତ୍ତର ଦେଲା ଯାହାକୁ ଯୀଶୁ ବୋଲି କହନ୍ତି ସେ ବ୍ୟକ୍ତି କାଦୁଅ କଲେ, ମୋର ଦୁଇଟା ଆଖିରେ ଲଗେଇ ଦେଲେ, ମତେ କହିଲେ ତମେ ଯାଅ ଚିଲକୁ ଯା ପୋଖରୀରେ ଧୋଇ ହେବ। ମୁଁ ଗଲି, ତାଙ୍କର କଥା ଅନୁସାରେ ଧୋଇ ହେଲି, ମୋର ଆଖି ଫିଟିଗଲା କହିଲେ। ତ ସେଦିନ ବିଶ୍ରାମ ବାର ଥିଲା ଲେଖା ହେଇଛି। ତ ଫାରୁସୀ ମାନଙ୍କ ମଧ୍ୟରେ ତାକୁ ଆଉ ଥରେ ପଚାରିବାକୁ ଲାଗିଲେ ତାହେଲେ ସେ ଲୋକ କିଏ ତୋର ଆଖିରେ କାଦୁଅ କଲେ ଆଉ ତୋତେ ଧୋଇବା ପାଇଁ ପ୍ରଭୁତରେ କହିଲେ। ଏ ପ୍ରକାର ଭାବରେ ସେମାନେ ତାଙ୍କୁ ପଚାରିଲାକୁ ସେ କହିଲା ମୁଁ ତ ତମକୁ ପୂର୍ବରୁ କହିସାରିଛି ସେ ଲୋକ କିଏ ବୋଲି। ତ ତୁ ତୁ କଣ ପୂର୍ବରୁ ଅନ୍ଧ ହେଇକି ଜନ୍ମ ହେଇନଥିଲୁ? ଏବେ ତୋର ଦୃଷ୍ଟି ପାଇଲା, ଏବେ ତୁ ଦେଖୁଛୁ। ତ ସତରେ ତୋର ଯିଏ ଆଖି ଫିଟେଇ ଦେଲା ସେ ଜାଣିନି କି ଆଜି ହଉଛି ବିଶ୍ରାମ ବାର ବୋଲି କହିଲି। କିନ୍ତୁ ଅନ୍ଧ ଲୋକ ପ୍ରଭୁତରେ ଦୃଷ୍ଟି ପାଇଲା, ଆଉ ସେ କହିଲା ମୁଁ ଜାଣିନି, କିନ୍ତୁ ଯାହାକୁ ଯୀଶୁ ବୋଲି କହନ୍ତି ସେ ମତେ କହିଲେ, ମୁଁ ତା ମୁଁ ଗଲି ଆଉ ଦୃଷ୍ଟି ପାଇଲି ବୋଲି କହିଲି। ତ ଏ ଜାଗାରେ ବାକ୍ୟକୁ ଯେତେବେଳେ ଆମେ ଦେଖିବା କହିଲେ ଜନ୍ମରୁ ଅନ୍ଧ ଲୋକ ପାଖରେ କଣ ଅଛି? ଯୀଶୁ କରିଥିବା କାର୍ଯ୍ୟ ତାର ହୃଦୟରେ ପ୍ରଭୁତରେ ସ୍ଥାନ ପାଇଛି। ତ ସେଥିପାଇଁ ସେ ଗୋଟେ ବିଷୟ ପ୍ରଭୁତରେ କହୁଛି, ମୁଁ ଜାଣିନି ଯୀଶୁ ବୋଲି ଯାହା କୁହନ୍ତି ସେ ଲୋକ ମତେ କହିଲେ ଯା ଆଖିରେ କାଦୁଅ କରି ଲଗା ବୋଲି କହିଲେ, ମୁଁ ସେତିକି କାଲି କଲି ବୋଲି କହୁଛି। ତ ଏ ବାକ୍ୟକୁ ନେଇକି ଯଦି ଆମେ ଚିନ୍ତା କରିବା ଲୋକମାନେ ମଧ୍ୟ ବାକ୍ୟ ଯେମିତି କହୁଛି ସେମିତି ଯଦି ବିଶ୍ୱାସ କରିକି ଜୀବନ ବଞ୍ଚିବେ ହେଲେ ପରିତ୍ରାଣ ପାଇବାଟା, ସ୍ୱର୍ଗକୁ ଯିବାଟା ବେଶୀ ସହଜ। କିନ୍ତୁ ଲୋକ ସେମିତି ବିଶ୍ୱାସ କରୁନାହାନ୍ତି, ଯୀଶୁ କରିଥିବା କାର୍ଯ୍ୟକୁ ଯଥେଷ୍ଟ ବୋଲି ପ୍ରଭୁତରେ କହୁନାହାନ୍ତି। ଅନେକ ଲୋକ ନିଜର ରାସ୍ତା ନିଜକୁ ପ୍ରଭୁତରେ ସଜାଡୁଛନ୍ତି ଆଉ ନିଜକୁ ଠିକ କରିବା ପାଇଁ ଚାହୁଁଛନ୍ତି। ନିଜର ଲାଇଫ ଅନେକ ଗୁଡ଼ିଏ ବିଷୟକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି। କାହିଁକି ସେମିତି ଚାହୁଁଛନ୍ତି? ଯେହେତୁ ଲୋକମାନେ ନିଜକୁ ବହୁତ ବିଶ୍ୱାସ କରୁଛନ୍ତି, ନିଜର କର୍ମ ଉପରେ ସେମାନେ ଅଧିକ ଫୋକସ କରୁଛନ୍ତି। ସେଥିପାଇଁ ସେମାନେ ଯୀଶୁ ଖ୍ରୀଷ୍ଟ କରିଥିବା କାର୍ଯ୍ୟକୁ ଯଥେଷ୍ଟ ମନେ କରୁ। ତ ପରମେଶ୍ୱର ଯେତେବେଳେ ଦେଖୁଛନ୍ତି ତ କଣ କହୁଛନ୍ତି? 41 ପଦରେ ଦେଖିଲେ ଯୀଶୁ ସେ ଜାଗାରେ କହିଛନ୍ତି, ଯୀଶୁ ସେମାନଙ୍କୁ କହିଲେ ଯଦି ଅନ୍ଧ ହେଇଥାନ୍ତ ତାହେଲେ ତୁମମାନଙ୍କର ପାପ ନଥାନ୍ତା, କିନ୍ତୁ ଆମମାନେ ଦେଖୁଛୁ ଏହା ଏବେ କହୁଅଛ ତୁମମାନଙ୍କର ପାପ ରହୁଅଛି। ଏ ଜାଗାରେ ଦେଖିଲେ ଲୋକମାନେ ଦେଖୁଛୁ ବୋଲି କହୁଛନ୍ତି, ପାପ ଅଛି ବୋଲି ଲେଖାହେଇଛି। ଯୀଶୁ କହିଲେ ତମେ ଯଦି ଅନ୍ଧ ହେଇଥାନ୍ତ ହେଲେ ତମେ ପାପରୁ ମୁକ୍ତ ହେଇଥାନ୍ତ କହୁଛ। ତ ସତରେ ଆମେ ଆମର ଲାଇଫକୁ ନେଇକି ଚିନ୍ତା କରିବାକୁ ହେଲେ ପ୍ରଭୁ କେମିତି ଆମ ଲାଇଫରେ କାମ କରିଛନ୍ତି, ପରମେଶ୍ୱର କେମିତି ଆମ ପ୍ରକୃତିରେ ଅନୁଗ୍ରହ ଦେଇଛନ୍ତି। ଯଦି ଆମର ଉଦ୍ଧାର ଆମର ପରିତ୍ରାଣ ବିଷୟରେ ଚିନ୍ତା କଲେ ବାଇବଲରେ ବାକ୍ୟ କହୁଛି ଆମେ ନିରୁପାୟ ଥିଲୁ ଲେଖାହେଇଛି। ନିରୁପାୟ ମାନେ କୌଣସି ଉପାୟ ନଥିଲା, କୌଣସି ରାସ୍ତା ଦେଖାଯାଉନଥିଲା ଆମେ ଧାର୍ମିକ ପବିତ୍ର ହବୁ। କିନ୍ତୁ ପରମେଶ୍ୱର ଅନୁଗ୍ରହ ଦେଲେ। ରୋମୀୟ ପୁସ୍ତକରେ ଲେଖା ହେଇଛି, ଟିକେ ବାହାର କରିବା ଭିଡ଼ିଓ ଖୋଲନ୍ତୁ ସମସ୍ତେ।
ରମ୍ୟ ପୁସ୍ତକ 7 ପର୍ବର 7 ପର୍ବର ଗୋଟେ ବାକ୍ୟ ଆମେ ଦେଖିବା। ରମ୍ୟ ପୁସ୍ତକ 7ର 8 ପଦ, 9 ପଦ ଆଉ 10 ପଦ। କିନ୍ତୁ ପାପ ସୁଯୋଗ ପାଇଁ ଆଜ୍ଞା ଦ୍ୱାରା ମୋ ଠାରେ ସବୁ ପ୍ରକାର ଲୋଭ ଜନ୍ମିଲା, କାରଣ ବ୍ୟବସ୍ଥା ବିନା ପାପ ମୃତ। ଆଉ ମୁଁ ଏବେ ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି। ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। କାରଣ ପାପ ସୁଯୋଗ ପାଇଁ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି ତାହା ଦ୍ୱାରା ମୋତେ ବଧ କଲା। ତ ବାଇବଲକୁ ଦେଖିଲେ ଆଜ୍ଞା ସୁଯୋଗ ପାଇଲା, ମୋ ପାଖରେ ଆସିଲା, ଦିନେ ମୁଁ ଜୀବିତ ଥିଲି, ପାପ ସୁଯୋଗ ପାଇଲା, ମୋତେ ପ୍ରତାରଣା କଲା, ମୁଁ ମୃତ ହେଲି ଲେଖା ପାଇଁ ମନୁଷ୍ୟ ଜୀବନରେ କିଏ କାମ କରୁଛି? ବ୍ୟବସ୍ଥା କାମ କରୁଛି। ବ୍ୟବସ୍ଥା ଯେତେବେଳେ କାମ କରୁଛି, ବ୍ୟବସ୍ଥା କଣ ଶିକ୍ଷା ଦେଉଛି? ତମେ ପାପୀ ବୋଲି କହୁଛି। ସେଥିପାଇଁ ଆଜ୍ଞା ଆଇଲା, ପାପ ସୁଯୋଗ ପାଇଲା ଲେଖା ହେଇଛି। ଆଉ ବ୍ୟବସ୍ଥା ବିନା ଦିନେ ମୁଁ ଜୀବିତ ଥିଲି, କିନ୍ତୁ ବ୍ୟବସ୍ଥା ଆଇଲା କି ମୁଁ ତ ମୃତ ହେଲି। 9 ପଦରେ ଏକ ସମୟରେ ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି। ତ ବ୍ୟବସ୍ଥା ଆସିଲାକୁ ମୃତ୍ୟୁ ବି ଆସିଲା। ବ୍ୟବସ୍ଥା ମୃତ୍ୟୁକୁ ଦେଖାଉଛି। ସେଥିପାଇଁ ଲୋକମାନେ ଏ ବ୍ୟବସ୍ଥାକୁ ପାଇଲା ପରେ ଯେହେତୁ ମୃତ୍ୟୁକୁ ଦେଖୁଛନ୍ତି, ସେଥିପାଇଁ ଲୋକମାନେ କଣ କରୁଛନ୍ତି? ନାଇଁ, ମୃତ୍ୟୁରୁ ଟିକେ ଉଦ୍ଧାର ପାଇବା ଦରକାର, ମୃତ୍ୟୁରୁ କେମିତି ପ୍ରକୃତିରେ ଉଦ୍ଧାର ପାଇବି, ସେଥିପାଇଁ ଟିକେ ଚେଷ୍ଟା କରିବା ଦରକାର ବୋଲି ଲୋକ ନିଜ ଉପରେ ନିର୍ଭର କରିକି ବ୍ୟବସ୍ଥାକୁ ପାଳନ କରିବା ପାଇଁ କ୍ରମାଗତ ଭାବରେ କାମ କରୁଛନ୍ତି। କିନ୍ତୁ 13 ପଦ ଦେଖିଲେ କହିଲେ, 12 ପଦ ଦେଖିଲେ, ବେ- ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ, ଉତ୍ତମ। ଲୋକଙ୍କ ପାଖରେ ପାପ ଅଛି, ପାପ ସୁଯୋଗ ପାଇଛି ଆଜ୍ଞା ଦ୍ୱାରା, ସେଥିପାଇଁ ତାଙ୍କୁ ପ୍ରତାରଣା କରୁଛି, ସେଥିପାଇଁ ତାଙ୍କୁ ମାରୁଛି। କିନ୍ତୁ ବାଇବଲ କଣ କହୁଛି? ବ୍ୟବସ୍ଥା ପବିତ୍ର ଲେଖା ହେଇଛି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ, ଉତ୍ତମ। ତେ ଲୋକ ପବିତ୍ର କି? ହଁ। ବ୍ୟବସ୍ଥା ଯଦି ପବିତ୍ର, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ, ଉତ୍ତମ ହେଲେ ଲୋକ ତ ପବିତ୍ର ନାହାନ୍ତି। ଯଦି ଲୋକ ପବିତ୍ର ନାହାନ୍ତି, ସେମାନେ ଯେତେ ବି ବ୍ୟବସ୍ଥା ପୁରା କରିବା ପାଇଁ ଚାହାନ୍ତୁ ନା କାହିଁକି, ସେଇଟା ଅସମ୍ଭବ। ମଣିଷ କେବେ ପୁରା କରିପାରିବ ନାହିଁ। ମଣିଷ ବ୍ୟବସ୍ଥା ଭେଟିଲେ ଆଗ ମରିଯିବ। ସେଥିପାଇଁ ଲୋକ ଜାଣିବା ଦରକାର କି ମୁଁ ଠକି ଯାଇଛି ବ୍ୟବସ୍ଥାକୁ ପାଳନ କରିକି ବଞ୍ଚିବା ପାଇଁ। ବ୍ୟବସ୍ଥା ପଥରେ ମୁଁ ଯଦି ଧାଉଁଛି ହେଲେ ମୁଁ ସତରେ ଠକି ଯାଇଛି। କିଏ ଗୋଟେ ମୋତେ ଠକିଛି, ଲୋକ ଜାଣିବା ଦରକାର। ସେଥିପାଇଁ ପରମେଶ୍ୱର କହିଲେ ତା ପୂର୍ବରୁ ରୋମୀୟ ପୁସ୍ତକ 3 ପର୍ବର 19 ଆଉ 23 ପଦରେ, 19 ଆଉ 20 ପଦରେ ପ୍ରଭୁ କହିଲେ, ଆଉ ଯେଉଁମାନେ ଆଉ ଆମେମାନେ ତ ଜାଣୁଛେ ବ୍ୟବସ୍ଥା ଯାହା ଯାହା କୁହେ, ସେଇ ସବୁ ବ୍ୟବସ୍ଥା ଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ତ ପ୍ରତ୍ୟେକ ଲୋକ ଲେଖା ହେଇଛି, ବ୍ୟବସ୍ଥା ଧୀନ ଲୋକମାନଙ୍କୁ କୁହେ ଲେଖା ହେଇଛି। ତ ପ୍ରତ୍ୟେକଙ୍କର ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ, ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ତ ବ୍ୟବସ୍ଥା ଆସିଲେ କଣ ହବ? ଜୀବନ ଆସୁଛି ନା ଦଣ୍ଡ ଆସୁଛି? ବ୍ୟବସ୍ଥା ସାମ୍ନାରେ ଜଣେ ଯଦି ଛିଡା ହେଲା ମାନେ ଜାଣବ ଏଇଟା ମୋ ଦ୍ୱାରା ହବ ନାହିଁ, ମୁଁ କରିପାରିବି ନାହିଁ।
ସତରେ ବ୍ୟବସ୍ଥା ଦ୍ୱାରା ମୁଁ ମୋର ପାଟି ବନ୍ଦ ହଉଛି। ମୁଁ ଆଉ କେବେ କରିପାରିବି ନାହିଁ ଲୋକମାନଙ୍କର ପାଟି ବନ୍ଦ ହଉ। ସେତେବେଳେ ଈଶ୍ୱରଙ୍କର ବିଚାର ସେମାନଙ୍କ ସାମ୍ନାରେ ଛିଡା ହେବ। ଈଶ୍ୱରଙ୍କର ବିଚାର ଆସିଲା ମାନେ ଲୋକ କଣ ପାଇବେ? ଦଣ୍ଡ ପାଇବେ। ଗଲା ମୁଁ ମରିଯିବି କହିବି। ସେଥିପାଇଁ 20 ପଦରେ କ୍ଲିୟରଲି ପ୍ରକୃତିରେ ପରମେଶ୍ୱର ସ୍ପଷ୍ଟ କରୁଛନ୍ତି କି କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ସାମ୍ନାରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମ। ସେଥିପାଇଁ ପରମେଶ୍ୱର କହୁଛନ୍ତି ବ୍ୟବସ୍ଥାରେ ପାପ ହିଁ ଜନ୍ମ। ତମର କ୍ରିୟାକର୍ମ ଦ୍ୱାରା କେବେ ତାର ଧାର୍ମିକ ହବ ନାହିଁ ତମେ କହିଲେ। ତ ଜଣେ ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହବ ନାହିଁ ହେଲେ କଣ ଦ୍ୱାରା ଧାର୍ମିକ ଗଣିତ ହବ? ବିଶ୍ୱାସ ଦ୍ୱାରା ହବ। ବିଶ୍ୱାସ ଦ୍ୱାରା ହବ। ତା ମାନେ ପରମେଶ୍ୱର ବ୍ୟବସ୍ଥା ପଛରେ ବିଶ୍ୱାସକୁ ପ୍ରଭୃତିରେ ରେଖି ଆସନ୍ତି। ଜଣେ ଯେମିତି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହବ। ସେଥିପାଇଁ ପରମେଶ୍ୱର କଣ କହିଲେ 4 ପର୍ବର 7 ପଦରେ ଯେଉଁମାନଙ୍କର ଅପରାଧ ସବୁ କ୍ଷମା ହୋଇଅଛି ଆଉ ଯେଉଁମାନଙ୍କର ପାପ ସବୁ ଆଚ୍ଛାଦିତ ହୋଇଅଛି ସେମାନେ ଧନ୍ୟ। ପାପ ଥିବା ଲୋକମାନଙ୍କୁ ପ୍ରଭୁ ଧନ୍ୟ କହିଲେ ନା ପାପ କ୍ଷମା ହେଇଛି ସେମାନଙ୍କୁ ପ୍ରଭୃତିରେ ଧନ୍ୟ? ପାପ ଆଚ୍ଛାଦିତ ହେଇଥିବା ଲୋକକୁ ଧନ୍ୟ କହୁଛନ୍ତି। ଯାହାର ଅପରାଧ କ୍ଷମା ହେଇଛି ଆଉ ଯେଉଁମାନଙ୍କର ପାପ ସବୁ ଆଚ୍ଛାଦିତ ହେଇଛି ସେମାନେ ଧନ୍ୟ ହେଲା। ତାହେଲେ ପ୍ରଭୁ ସେ ଲୋକ ସହିତ ଖୁସି ଅଛନ୍ତି ଯାହାର ପାପ ଆଚ୍ଛାଦିତ ହେଇଛି। ଆଚ୍ଛାଦିତ ମାନେ ଢଙ୍କା ଯାଇଛି। ହୁଁ। ଯାହାର ପାପ ଢଙ୍କା ଯାଇଛି ସେ ଧନ୍ୟ ବୋଲି ପ୍ରଭୁ କହୁଛନ୍ତି। ସେଥିପାଇଁ ପାପକୁ କେମିତି ଢାଙ୍କି ହବ? ସେ ପାପକୁ କିଏ ଢାଙ୍କି ପାରିବ? ଜଗତରେ କିଏ ବି ପାପକୁ ଢାଙ୍କି ପାରିବେ ନାହିଁ। ଜଗତରେ ଜଣେ ଏକା ଲୋକ ମନୁଷ୍ୟର ପାପକୁ ଢାଙ୍କି ପାରିବେ, ସିଏ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ବ୍ୟଭିଚାରିଣୀ ସ୍ତ୍ରୀ ବ୍ୟଭିଚାର କଲା, ଶାସ୍ତ୍ରୀ ଫରିସୀ ମାନଙ୍କ ସମ୍ମୁଖରେ ଧରା ପଡ଼ିଲେ। ଆଁ, ଇଏ ବି ବହୁତ ଚେଷ୍ଟା କରୁଛି କେମିତି ବ୍ୟଭିଚାର କରିବି ନାହିଁ, କେମିତି ବ୍ୟଭିଚାର ନ କରିକି ପ୍ରଭୃତିରେ ଜୀବନ ଯାପନ କରିବି, ମଶାଙ୍କ ଦ୍ୱାରା ଦିଆଯାଇଥିବା ନିୟମ ପ୍ରଭୃତିର ପାଳନ କରିବି। ଇଏ ବି ବହୁତ ଚେଷ୍ଟା କରିଛି, କିନ୍ତୁ ତା ଦ୍ୱାରା ସେଟା କେବେ ମଧ୍ୟ ପୁରା ହେଇନାହିଁ। କିନ୍ତୁ ତାର ଯେତେ ଚେଷ୍ଟା ପ୍ରୟୋଗ କଲା, ଉଁ, ଯେତେ ନ କରିବା ପାଇଁ ସେ ଚାହିଁଲା, ସେତିକି ସେ ବ୍ୟବସ୍ଥା ପଛରେ ସେତିକି ସେ ବ୍ୟବସ୍ଥାକୁ ଭାଙ୍ଗିଲା। ସେଥିପାଇଁ ଦିନେ ବ୍ୟବସ୍ଥା ତ ଭାଙ୍ଗିଲା, ଶାସ୍ତ୍ରୀ ଫାରୁସୀ ମାନଙ୍କ ଦ୍ୱାରା ଧରାଗଲା। ଯୌନ 8 ପର୍ବ ବାକ୍ୟରେ। ତ ଏ ପ୍ରକାର ସ୍ଥିତିରେ ଏଇ ବ୍ୟଭିଚାରିଣୀ ସ୍ତ୍ରୀ ନିଜ ବିଷୟରେ କେତେ ପ୍ରଭୃତିରେ ନିଜକୁ କେତେ ସୁରକ୍ଷା କରିବ? କେତେ ପ୍ରଭୃତିରେ ନିଜକୁ ସଜାଡ଼ିବ ସେ? ହୁଁ? ମୁଁ କେମିତି ପ୍ରଭୃତିରେ ପାପରୁ ମୁକ୍ତ ହେବି? କେମିତି ପ୍ରଭୃତିରେ ନିଜକୁ ଉଦ୍ଧାର କରିବି? କଣ କଲେ ଏ ଜାଗାରୁ ବାହାରିବି? କେତେ ପ୍ରଭୃତିରେ ଚେଷ୍ଟା କରିବ? ତ ଚେଷ୍ଟା କରି ସେ ଶେଷରେ ପ୍ରଭୃତିରେ ଧରା ପଡ଼ିଛି। ତ ଏ ବିଷୟ ଯେତେବେଳେ ଆମେ ଦେଖିବା କହିଲେ, ହଁ, ଅନେକ ଲୋକ ଅଛନ୍ତି ଏ ପ୍ରକାର ଚେଷ୍ଟା କରିକି ହାଲିଆ ହେଉଛନ୍ତି ଆଉ ଶେଷରେ କଣ କହୁଛନ୍ତି? ମୋ ଦ୍ୱାରା ହବ ନାହିଁ, ମୁଁ ଆଉ କରିପାରିବି ନାହିଁ, ଆଉ ମତେ ସ୍ୱର୍ଗ ବି ଦରକାର ନାହିଁ କହୁଛନ୍ତି। ସେଥିପାଇଁ ଲୋକମାନଙ୍କର ଜୀବନକୁ ଦେଖିଲେ ଏମିତି ହାଲିଆଜନକ ଜୀବନ ଅଛି। ସେଥିପାଇଁ ବ୍ୟଭିଚାରିଣୀ ସ୍ତ୍ରୀ ମଧ୍ୟ ଭଲସେ ଜାଣିଥିବ କି ବ୍ୟବସ୍ଥାକୁ ଲଙ୍ଘନ କରିବାଟା ହଉଛି ପାପ। ଏଁ, ଇଏ ଭଲସେ ଜାଣିଥିବ, କିନ୍ତୁ ଇଏ କଣ ଥରେ ଏକା ମାନେ ବ୍ୟଭିଚାର କରିଥିବ କି? ନାଇଁ, ଇଏ ଥରେ ଏକା ବ୍ୟଭିଚାର କରିଥିବ ଧରା ପଡ଼ିଥିବ ସେମିତି ନାହିଁ। ଇଏ ଜଣେ ସ୍ତ୍ରୀ ଲୋକ କ୍ରମାଗତ ଭାବରେ ସେ ପ୍ରକାର ଲାଇଫ ପ୍ରକୃତିରେ ବଞ୍ଚୁଥିବ। ଗୋଟେ ଦିନ ବିଚାର କରିଥିବ ଜଣା ପଡିନଥିବ, 2 ଦିନ କରିଥିବ ଜଣା ପଡିନଥିବ, 3 ଦିନ ବିଚାର କରିଥିବ ଜଣା ପଡିନଥିବ। ଏ ପ୍ରକାର ଭାବରେ ଅଭ୍ୟସ୍ତ ହେଇଥିବ। ଯେତେବେଳେ ସେ ଅଭ୍ୟସ୍ତ ହେଇଥିବ ତା ପାଖରେ କଣ ଆସିଥିବ? କନଫିଡେନ୍ସ ଆସିଥିବ, ଆରେ କିଏ ତ ଜାଣୁନାହାନ୍ତି, ବଢିଆ ଲାଗୁଛି ଏମିତି ଲାଇଫ ବଞ୍ଚିଲେ ମଧ୍ୟ। ଆଁ? କିଏ ଜାଣୁନାହାନ୍ତି ମାନେ ମଜା ଲାଗୁଛି। ଏ ପ୍ରକାର ଭାବରେ ସେ ନିଜ ଉପରେ ନିର୍ଭର କରିଥିବ, ନିଜକୁ ବିଶ୍ୱାସ କରିଥିବ। ଏଁ? କିଏ ତ ଜାଣୁନାହାନ୍ତି ଯେମିତି ବଞ୍ଚିଲେ ବି ହବ ବୋଲି ଭାବିଥିବ ସେ।
କିନ୍ତୁ ଅନ୍ୟ ପକ୍ଷରେ ଯଦି ଦେଖିଲେ କହିଲେ ପରବର୍ତ୍ତୀ ସମୟରେ ଶାସ୍ତ୍ରୀୟ ଫାରସୀ ମାନଙ୍କୁ ପରମେଶ୍ୱର ଧରଉଛନ୍ତି। ଏ ଶାସ୍ତ୍ରୀୟ ଫାରସୀ ମାନେ ବ୍ୟବସ୍ଥାକୁ ଅନୁସରଣ କରିବା ଲୋକ, ବ୍ୟବସ୍ଥା ପାଳନ କରିବା ଲୋକମାନେ। କିନ୍ତୁ ପରମେଶ୍ୱର ଏ ଶାସ୍ତ୍ରୀୟ ଫାରସୀ ମାନଙ୍କୁ ଶାସ୍ତ୍ରୀୟ ଫାରସୀ ମାନଙ୍କ ଦ୍ୱାରା ଏ ସ୍ତ୍ରୀ ଲୋକକୁ ଧରେଇଲେ। ଏମାନେ ଯେ ଏ ସ୍ତ୍ରୀ ଲୋକକୁ ଧରିଲା ପରେ ଟାଣିକି ଆଣିଲେ ଯୀଶୁଙ୍କ ସାମ୍ନାରେ ଛିଡା କରାଇଲେ। ଯେହେତୁ ନିୟମରେ ଅଛି ଏ ପ୍ରକାର ଲୋକମାନଙ୍କୁ ପଥର ଦ୍ୱାରା ମରାଯାଉ ବୋଲି, ସେଥିପାଇଁ ଶାସ୍ତ୍ରୀୟ ଫାରିସୀ ନିଜେ ବିଚାର କରୁନାହାନ୍ତି। ଯୀଶୁଙ୍କ ପାଖରେ ଟାଣିକି ଆଣିକି ଯୀଶୁଙ୍କୁ ପଚାରୁଛନ୍ତି, ହେ ଗୁରୁ, ବ୍ୟବସ୍ଥାରେ ଏ ପ୍ରକାର ବିଷୟ ଲେଖାଯାଇଛି, ନିୟମରେ ଏ ପ୍ରକାର ନିୟମ ଅଛି, ଏମିତି କର୍ମ କରିବା ଲୋକକୁ ପଥର ଦ୍ୱାରା ମରାଯାଉ, ଆପଣ କଣ କହୁଛନ୍ତି ବୋଲି ବିଚାର ପ୍ରଶ୍ନ ପଚାରୁଛନ୍ତି। ଯୀଶୁ ଯେତେବେଳେ ଦେଖୁଛନ୍ତି, ଆରେ ଭୟଙ୍କର ବିଷୟ, ଏବେ କଣ କରିବି ମୁଁ? ଯଦି ମୁଁ ମୋର ବିଚାରକୁ ଦେବି ୟାକୁ ପଥର ଦ୍ୱାରା ମାର, ତେବେ ମୁଁ କେମିତି ଉଦ୍ଧାରକର୍ତ୍ତା ଭାବରେ ସ୍ଥାପନ ହେବି? ମତେ ଲୋକ କେମିତି ଉଦ୍ଧାରକର୍ତ୍ତା ବୋଲି କହିବେ? ହୁଁ। ତେବେ ମୁଁ ଉଦ୍ଧାରକର୍ତ୍ତା ହେଇପାରିବିନି। ହଁ। ଯଦି ଏହାର ପାପ ନାହିଁ ବି କହିବି, ତେବେ ମତେ ମୁଁ ପ୍ରବଞ୍ଚନ, ମୁଁ ନିଜକୁ ପ୍ରବଞ୍ଚିତ କରୁଛି, ତା ମାନେ ମୋ ଠାରେ ସତ୍ୟ ନାହିଁ। ତ ମୁଁ କଣ କହିବା ଦରକାର? ସେଥିପାଇଁ ଯୀଶୁ ଯେତେବେଳେ ଏ ପ୍ରକାର ଶାସ୍ତ୍ରୀୟ ଫରିସୀ ମାନଙ୍କ ଦ୍ୱାରା ବାର ବାର ପ୍ରଶ୍ନ କରାଯାଉଛନ୍ତି, ସେମାନେ ପଚାରୁଛନ୍ତି ଯୀଶୁଙ୍କୁ। ହଁ, ତ ଯୀଶୁ କଣ କହିବେ? ଯୀଶୁ କିଛି ମୁହୂର୍ତ୍ତ ଆଖି ବନ୍ଦ କରୁଛନ୍ତି, ଆଉ ଭୂମିରେ କିଛି ଗୋଟେ ବିଷୟ ଲେଖୁଛନ୍ତି। ସେତେବେଳେ ଆହୁରି ପ୍ରକୃତରେ ଶାସ୍ତ୍ରୀୟ ଫରିସୀ ମାନେ ପଚାରିଲେ, ପୁନଃ ପୁନଃ ପଚାରନ୍ତି ଲେଖାଇଛି। ସେ ମସ୍ତକ ଉତ୍ତୋଳନ କରି ସେମାନେ କହିଲେ, ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାଙ୍କ ପଥର ଫୋପାଡୁ। ତ ଦିନେ ଏ ପ୍ରକାର ଭାବରେ ଯୀଶୁଙ୍କୁ ପ୍ରଶ୍ନ କରାହେଲା। ଯୀଶୁ ଭୂମିରେ ଲେଖିଲେ, ଆଉ ଯୀଶୁ ଆଖି ବନ୍ଦ କରିକି ସେମାନଙ୍କୁ କହିଲେ, ଯିଏ ନିଜକୁ ନିଷ୍ପାପୀ ବୋଲି ମନେ କରୁଛି, ସେମିତି ଲୋକ ପଥର ମାର। ତ ଯୀଶୁ ଭୂମିରେ ଦୁଇଥର ଲେଖିଛନ୍ତି ସେ ଜାଗାରେ। ଗୋଟେ ଥର ଲେଖିଲେ, କଣ ଲେଖିଲେ ଜଣା ନାହିଁ। ଦ୍ୱିତୀୟ ଥର ଲେଖିଲେ, କଣ ଲେଖା ହେଲା ଜଣା ନାହିଁ। ବାଇବଲ କୋଉଠି ବି ଲେଖା ହେଇନି ଯୀଶୁ କଣ ଲେଖିଲେ। କିନ୍ତୁ ବାଇବଲରେ ଦୁଇଟା ନିୟମ ଅଛି, ଗୋଟେ ହଉଛି ପୁରାତନ ଆଉ ଗୋଟେ ହଉଛି ନୂତନ। ବାଇବଲ ମଧ୍ୟ ଦୁଇ ଭାଗରେ ବିଭକ୍ତ ହେଇଛି, ଗୋଟେ ହଉଛି ପୁରାତନ ଆଉ ଗୋଟେ ହଉଛି ନୂତନ। ପୁରାତନରେ ଯୀଶୁଙ୍କ ଆସିବା ବିଷୟରେ ଲେଖା ହଉଥିଲା। ନୂତନ ନିୟମରେ ଯୀଶୁ ଆସିଲା ପରେ ପ୍ରାକ୍ଟିକାଲି ନିଜେ ବାକ୍ୟ କହିଛନ୍ତି, ନିଜ କର୍ମ କରିଛନ୍ତି। ସେଥିପାଇଁ ଯୀଶୁ ଯେତେବେଳେ ଦେଖୁଛନ୍ତି, ଆରେ ମୁଁ ୟାକୁ କୋଉ ବ୍ୟବସ୍ଥା ଦ୍ୱାରା ବିଚାର କରିବି, କୋଉ ନିୟମ ଦ୍ୱାରା ବିଚାର କରିବି? ସେଥିପାଇଁ ଯୀଶୁ ଚିନ୍ତା କରୁଛନ୍ତି, ଆଉ ଯୀଶୁଙ୍କର ହୃଦୟରେ କଣ ଆସିଥିବ? ଯେହେତୁ ଯୀଶୁ ହଉଛନ୍ତି ଈଶ୍ୱରଙ୍କର ପୁତ୍ର, ଯୀଶୁଙ୍କ ହୃଦୟରେ ବାକ୍ୟ ପ୍ରକୃତରେ ମନେ ପଡିଥିବା ବିଷୟ ପୁସ୍ତକ 31 ପର୍ବର ଏ ବିଷୟ ନାହିଁ, ଜିରିମିୟା ପୁସ୍ତକ 31 ପର୍ବର 31 ପଦରୁ ତଳକୁ ବାକ୍ୟ ଲେଖା ହେଇଛି। ଟିକେ ଦେଖିବା। ଜେରିମିୟା ପୁସ୍ତକ 31 ପର୍ବ 31 ପଦରୁ 34 ପଦ ଯାଏ ସଦାପ୍ରଭୁ କୁହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶରୁ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି। ମିଶ୍ର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କ ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମ ଅନୁସାରେ ନୁହେଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କର ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ମାତ୍ର ସଦାପ୍ରଭୁ କୁହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା, ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ପୁଣି ତୁମମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କେହି ସେମାନଙ୍କୁ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକ ଆପଣା ଆପଣା ଭ୍ରାତାକୁ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କୁହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ସ୍ମରଣ କରିବା ନାହିଁ। ତ ଏ ଜାଗାରେ ପ୍ରଭୁ
କଣ କହିଲେ? ମୁଁ ନୂତନ ନିୟମ ସ୍ଥାପନ କରିବି। ଦେଖ, ଇସ୍ରାଏଲ ବଂଶ ଜିହୁଦା ବଂଶ ଉପରେ ଏପରି ନୂତନ ନିୟମ ଆସୁଅଛି। ତ ପରମେଶ୍ୱର ସେ ଜାଗାରେ ଗୋଟେ ନୂଆ ନିୟମକୁ ଦେବା ପାଇଁ ଚାହୁଁଛନ୍ତି। ଗୋଟେ ନିୟମ ସେ ଯାତ୍ରା ପୁସ୍ତକ 20 ପର୍ବରେ ପ୍ରଭୁ ଦେଇଛନ୍ତି। ସେଟା ହଉଛି 10 ଆଜ୍ଞା। ବର୍ତ୍ତମାନ ଜିରିମିያ ପୁସ୍ତକ ଯେତେବେଳେ ଆସିଲା, ଜିରିମିୟା ଭବିଷ୍ୟତ ବକ୍ତାଙ୍କୁ ପ୍ରଭୁ କହୁଛନ୍ତି, ଦେଖ, ଇସ୍ରାଏଲ ବଂଶ ଜିହୁଦା ବଂଶ ଉପରେ ମୁଁ ନୂଆ ନିୟମ ଗୋଟେ ସ୍ଥାପନ କରିବି, ଏପରି ସମୟ ଆସୁଛି ବୋଲି କହିଲେ। ତ ଏ ବିଷୟକୁ ପରମେଶ୍ୱର କାହିଁକି କହିଛନ୍ତି? ତ ଯୀଶୁଙ୍କୁ ଫୋକସ କରିକି, ଯୀଶୁଙ୍କୁ ଆସିବାର ଉଦ୍ଦେଶ୍ୟକୁ ନେଇକି ଜିରିମିୟା ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର ପ୍ରକାଶ କରିଛନ୍ତି। ଯୀଶୁ ଆସିଲେ ସେ ଜାଗାରେ ନୂତନ ନିୟମ କାମ କରିବ। ଏବେ ବର୍ତ୍ତମାନ ଯୀଶୁ ଆସିନାହାନ୍ତି, ନୂତନ ନିୟମର କିଛି ଅର୍ଥ ନାହିଁ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ଜିରିମିୟା ସହିତ କଥା ହେଇଛନ୍ତି। 32 ପଦରେ ଲେଖା ହେଲା, ମିଶ୍ର ଦେଶରୁ ସେମାନଙ୍କର ପୂର୍ବପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭ କୃତ ନିୟମ ଅନୁସାରେ ନୁହେଁ, ମାତ୍ର ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେଇ ନିୟମ ଲଙ୍ଘନ। ତ ଲୋକମାନେ ଅଛନ୍ତି ଆରମ୍ଭରୁ ନିୟମକୁ ଭାଙ୍ଗିଥିବା ଲୋକମାନେ। ସେଥିପାଇଁ ପ୍ରଭୁ କହିଲେ, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏଇ ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖବା ଓ ସେମାନଙ୍କର ହୃଦୟରେ ଆମ୍ଭେ ତାହା ଲେଖିବା। ତ ପ୍ରଭୁ ବର୍ତ୍ତମାନ କୋଉ ନିୟମ ଦେବି କହିଲେ? କୋଉଠି ଦେବି କହିଲେ? ବାଇବଲକୁ ଦେଖିଲେ, ବାକ୍ୟକୁ ଦେଖିଲେ ଲେଖା ହେଇଛି, ଆଁ, ସେମାନଙ୍କର ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଲେଖା ହେଇଛି। ଅନ୍ତରରେ ମାନେ କଣ? ହୃଦୟରେ। ହୃଦୟରେ ବ୍ୟବସ୍ଥା ରଖିବି କହୁଛନ୍ତି। ଆଁ, ଆଉ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା ଲେଖା ହେଇଛି। ପ୍ରଭୁ ସେମାନଙ୍କ ମନରେ, ସେମାନଙ୍କ ହୃଦୟରେ ମୁଁ ମୋର ବ୍ୟବସ୍ଥାକୁ ଲେଖିବି କହୁଛନ୍ତି। କିନ୍ତୁ ଯାତ୍ରା ପୁସ୍ତକ 20 ପର୍ବର ଯୋଉ ବ୍ୟବସ୍ଥା ଦିଆହେଲା 10 ଆଜ୍ଞା, ସେଟାକୁ ଦେଖିଲେ 2ଟା ପ୍ରସ୍ତର ଫଳ ପରେ ଲେଖା ହେଇଛି। ସିନାଇ ପର୍ବତରେ 40 ଦିନ 40 ରାତ୍ରି ମଶା ଈଶ୍ୱରଙ୍କ ସହିତ ସାକ୍ଷାତ କରିକି ଆସିକି ଫେରିଲା ବେଳକୁ ପ୍ରଭୁ 2ଟା ପ୍ରସ୍ତର ଫଳକୁ ବ୍ୟବସ୍ଥା ଦେଇଥିଲେ। ସେଟା ହଉଛି ପ୍ରସ୍ତର ଫଳକ ଥିଲା। କିନ୍ତୁ ବର୍ତ୍ତମାନ ନୂତନ ନିୟମର ବ୍ୟବସ୍ଥା ପ୍ରଭୁ କୋଉଟା ଦେବି କହୁଛନ୍ତି? ମନରେ ଆଉ ହୃଦୟରେ କହୁଛନ୍ତି। ଏ 2ଟା ଜାଗାରେ ମୁଁ ଲେଖିବି କହୁଛନ୍ତି। ସେଥିପାଇଁ ବର୍ତ୍ତମାନ ବ୍ୟଭିଚାରୀ ସ୍ତ୍ରୀ ପାପ କରେছে, ପ୍ରଭୁ କୋଉ ବ୍ୟବସ୍ଥା ଲେଖିବା ପାଇଁ ଚାହୁଁଥିବେ? ଯାତ୍ରା ପୁସ୍ତକ 20 ପର୍ବର ଯୋଉ ବ୍ୟବସ୍ଥା ଦିଆହେଇଛି ସେଟା, ପ୍ରସ୍ତର ଫଳ ପରେ ଦିଆହେଇଛି ସେ ବ୍ୟବସ୍ଥା ଦେବା ପାଇଁ ଚାହୁଁଥିବେ, ନା ନୂତନ ନିୟମ ଯୋଉଟା ଅନ୍ତରରେ ଆଉ ହୃଦୟରେ ଯୋଉଟା ଲେଖିବେ କହୁଛନ୍ତି? ପ୍ରଭୁ କୋଉଟା ଦ୍ଵାରା ବିଚାର କରିବେ ବର୍ତ୍ତମାନ? ସେଥିପାଇଁ ଯୀଶୁ ଯେତେବେଳେ ଦେଖିଲେ, ଯୀଶୁ ଗୋଟେ ବିଷୟକୁ ପ୍ରଭୁତ୍ୱରେ ସେମାନେ କହିଲେ, ତୁମମାନଙ୍କ ମଧ୍ୟରେ ଯିଏ ନିଜକୁ ନିଷ୍ପାପୀ ବୋଲି ମନେ କରୁଛ ସେମିତି ଲୋକ ପଥର ମାର କହିଲେ। 34 ପଦରେ ଲେଖା ହେଇଛି, ପୁଣି ତୁମେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କେହି ସେମାନଙ୍କୁ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀ କି ପ୍ରତ୍ୟେକ ଆପଣା ଆପଣା ଭ୍ରାତାକୁ ଶିକ୍ଷା ଦେବେ ନାହିଁ, କାରଣ ସଦାପୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା, ସେମାନଙ୍କର ପାପ ଆମ୍ଭେ ସ୍ମରଣ କରିବା ନାହିଁ। ଏ ଜାଗାରେ ପରମେଶ୍ୱର ଆଗରୁ କହିଛନ୍ତି କି ତମେ ଆଉ ଶିକ୍ଷା ଦେବା ଦରକାର ନାହିଁ, ଟ୍ରେନିଂ ପାଇବା ଦରକାର ନାହିଁ। ଯେମିତି ବି ଲୋକ ହୁଅନ୍ତୁ, କ୍ଷୁଦ୍ରତମ ହୁଅନ୍ତୁ କି ମହତ୍ତମ ପର୍ଯ୍ୟନ୍ତ ହୁଅନ୍ତୁ, ସମସ୍ତେ ଆମକୁ ଜ୍ଞାତ ହେବେ ଲେଖା ହେଇଛି। ମୁଁ ସେମାନଙ୍କର ପାପ ସ୍ମରଣ କରିବି ନାହିଁ, ସେମାନଙ୍କ ଅପରାଧ କ୍ଷମା କରିବି କହୁଛି ପରମେଶ୍ୱର କହିଛନ୍ତି। ସେଥିପାଇଁ ଏ ବାକ୍ୟ ଅନୁସାରେ ଯୌନ ପୁସ୍ତକ 8 ପର୍ବକୁ ଦେଖିଲେ ଯୀଶୁ ବିଚାର ଦେଇଛନ୍ତି, ତୁମମାନଙ୍କ ମଧ୍ୟରେ ଯିଏ ନିଜକୁ ନିଷ୍ପାପୀ ବୋଲି ମନେ କରୁଛୁ ସେ ପ୍ରକାର ଲୋକ ପଥର ଫୋପାଡ଼ ବୋଲି। ସେତେବେଳକୁ ଜଣେ ବି ପ୍ରକୃତିର ଲୋକ ନାହାନ୍ତି ଯୋଉମାନେ କି ବ୍ୟଭିଚାରୀ ସ୍ତ୍ରୀକୁ ପଥର ମାରି ପାରିବେ। ଶାସ୍ତ୍ରୀ ଫରିସୀମାନଙ୍କ ହାତରେ ପଥର ଅଛି, ସମସ୍ତେ ସ୍ତ୍ରୀ ଲୋକ ଆଡ଼କୁ ଆଙ୍ଗୁଠି ଉଠେଇଛନ୍ତି, ଇଏ ଭୁଲ କରିଛି, ନିୟମ ଲଙ୍ଘନ କରିଛି, ଏମିତି ଲୋକକୁ ପଥର ଦ୍ୱାରା ମରାଯିବା ଦରକାର, ନିୟମର ଲେଖା ଅଛି ବୋଲି ଯୀଶୁଙ୍କ ସାମ୍ନାରେ ଧରି ଛିଡା ହେଇକି ସମସ୍ତେ ପାଟି କରୁଛନ୍ତି। ଯୀଶୁଙ୍କର ବିଚାର ଆସିଲା, ଯୀଶୁ 2 ଥର ଲେଖିଲାକୁ ଲୋକମାନେ ପ୍ରଥମ ଥର ପାଇଁ ନିଜକୁ ଦେଖିବାକୁ ଆରମ୍ଭ କଲେ। ହଁ, ପ୍ରାକ୍ଟିକାଲି ଶାସ୍ତ୍ରୀୟ ଫରିସୀମାନେ ପାପ କରିନାହାନ୍ତି, ସେମାନେ କୌଣସି ଭୁଲ କରିନାହାନ୍ତି, ବ୍ୟବସ୍ଥା ଅନୁସାରେ ବଞ୍ଚି ଅଛନ୍ତି,
ବ୍ୟବସ୍ଥାକୁ ପାଳନ କରୁଛନ୍ତି, କିନ୍ତୁ ସେମାନଙ୍କ ଅନ୍ତର ଭିତରେ, ହୃଦୟ ଭିତରେ କଣ ପାପ ନାହିଁ କି? ସେମାନେ କଣ ହୃଦୟରେ, ମନରେ କଣ ପାପ ଚିନ୍ତା କଣ ରଖିନାହାନ୍ତି? ଆଁ? ନା ପାପ ପ୍ରକୃତରେ ସେମାନଙ୍କ ପାଖରେ ନାହିଁ? ପାପ କରିବା ଚିନ୍ତା କଣ ସେମାନଙ୍କ ପାଖରେ ନଥିବ କି? ଥିବ। ମାଥି ପୁସ୍ତକ ଆ, ଗୋଟେ ଲେଖା ହେଇଛି, ଟିକେ ଦେଖିବା। ମାଥି ପୁସ୍ତକ 5 ପର୍ବର 28 ପଦରେ, କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ଯେ କି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ଏ ଜାଗାରେ ଲେଖା ହେଇଛି ବ୍ୟଭିଚାର କରବା ଲୋକ ବ୍ୟଭିଚାର ନାହିଁ ଲେଖା ହେଇଛି। ଯଦି ଜଣେ ଲୋକ ଗୋଟେ ସ୍ତ୍ରୀକୁ ଦେଖିକି କାମ ଭାବରେ ଖାଲି ଚିନ୍ତା କରୁଛି, ମନେ ମନେ ଯଦି ଭାବିଲା, କେତେ ବଢିଆ ହେଇଛି, କେତେ ସୁନ୍ଦର ହେଇଛି, ତାର ଅର୍ଥ କଣ? ସେ ବ୍ୟଭିଚାର କଲାଣି ଲେଖା। ତ ଏ ଶାସ୍ତ୍ରୀ ଫାରସୀ ମାନେ ବର୍ତ୍ତମାନ ଯୀଶୁଙ୍କ ସାମ୍ନାରେ ଛିଡା ହେଇଛନ୍ତି, ବ୍ୟଭିଚାର କରିନାହାନ୍ତି, ପାପ କରିନାହାନ୍ତି, ନିୟମ ଲଙ୍ଘନ କରିନାହାନ୍ତି, କିନ୍ତୁ ଏମାନଙ୍କ ପାଖରେ କଣ ପାପ ନାହିଁ କି? ଏମାନଙ୍କ ପାଖରେ କଣ ପାପର ଚିନ୍ତା ନାହିଁ କି? ଅଛି। ପାପର ଚିନ୍ତା ଭର୍ତ୍ତି ହେଇକି ଅଛି। ସେଥିପାଇଁ ଯୀଶୁ ପ୍ରଭୁ ଥରେ ସେମାନଙ୍କୁ ପଚାରିଲେ, କିଏ ତମେ ନିଜକୁ ନିଷ୍ପାପ ବୋଲି ମନେ କରୁଛ? ସେମିତି ଲୋକ ପଥର ମାର ବୋଲି କହିଲେ। ସେତେବେଳକୁ ଜଣେ ବି ଲୋକ ନାହାନ୍ତି ଯେଉଁ ଲୋକମାନେ କି ଏ ସ୍ତ୍ରୀ ଲୋକକୁ ପଥର ମାରିପାରିବେ। ହାତରେ ଥିବା ପଥର ସବୁ ତଳେ ଖସୁଛି। ସେମାନେ ଜଣେ ପରେ ଜଣେ, ଜଣେ ପରେ ଜଣେ ବାହାରିବାକୁ ଲାଗିଲେ ଲେଖା ହେଇଛି। ସେତେବେଳେ ଯୀଶୁ ଦେଖୁଛନ୍ତି, ଜଣେ ବି ଏ ସ୍ତ୍ରୀ ଲୋକକୁ ବିଚାର କରିବା ଲୋକ ନାହାନ୍ତି। ଗୋଟେ ସମୟ ଥିଲା, ଏ ସ୍ତ୍ରୀ ଲୋକକୁ ଚାରିଆଡେ ଘେରିକି ଯୀଶୁଙ୍କୁ ପ୍ରଶ୍ନ କରୁଥିଲେ, କିନ୍ତୁ ଗୋଟେ ସମୟ ଆସିଲା, ଯୀଶୁଙ୍କ ଠାରୁ ସମସ୍ତେ ପ୍ରଭୁତରେ ଚାଲିଗଲେ। ଯୀଶୁଙ୍କ ସାମ୍ନାରେ ସେ ସ୍ତ୍ରୀ ଲୋକ ଆଉ ଯୀଶୁ ପ୍ରଭୁତରେ ରହିଲେ। ଯୀଶୁ ପଚାରିଲେ ସ୍ତ୍ରୀ ଲୋକ, ଗୁଣରେ ସେମାନେ କାହାନ୍ତି କି କଣ ତମକୁ ଦଣ୍ଡ ନେବେ ବୋଲି ବିଚାର କଲେ ନାହିଁ? କେହି ନାହିଁ ପ୍ରଭୁ ଲେଖା ହେଇଛି। ଯୀଶୁ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡ ନେବ ବୋଲି ବିଚାର କରୁନାହିଁ, ଯାଅ ଆଜିଠାରୁ ପାପ କର ନାହିଁ। ସତରେ ସ୍ତ୍ରୀ ଲୋକ ପାପ ନ କରିକି ବଞ୍ଚିବାଟା କାହା ଭିତରେ ମାନେ ହେଇପାରିବ ଜାଣିଛନ୍ତି? ଯୀଶୁଙ୍କ ଭିତରେ ଏକା ହବ। ସେଥିପାଇଁ ଯୀଶୁଙ୍କର ବାକ୍ୟ ଆସିଲା ପରେ ପରବର୍ତ୍ତୀ ସମୟରେ ଏ ବ୍ୟଭିଚାରିଣୀ ସ୍ତ୍ରୀ ବିଷୟରେ କୋଉ ଜାଗାରେ ବି ବାକ୍ୟ ଲେଖା ହେଇନାହିଁ, ସେ ଆଉ ଥରେ ପାପ କଲା ଧରା ପଡ଼ିଲା ବୋଲି। ତା ମାନେ ଯୀଶୁଙ୍କର ବିଚାର ଆସିଲା ପରେ, ଯୀଶୁ ବିଚାର ଦେଲା ପରେ ସ୍ତ୍ରୀ ଲୋକ ସତରେ ପାପରୁ ମୁକ୍ତ ହେଲା। ଯୀଶୁଙ୍କ ଭିତରେ, ଏ ବ୍ୟଭିଚାରିଣୀ ସ୍ତ୍ରୀ ଭିତରେ ଯୀଶୁ ଖ୍ରୀଷ୍ଟ ପ୍ରଭୁତରେ ବାସ କରିବା ପାଇଁ ଆରମ୍ଭ କଲେ। ସେଥିପାଇଁ ଲୋକମାନଙ୍କ ହୃଦୟରେ ଯୀଶୁ ଖ୍ରୀଷ୍ଟ କାମ କଲେ ଲୋକମାନେ ପାପରୁ ଉଦ୍ଧାର ପାଇପାରନ୍ତି। ଲୋକମାନେ ଯୀଶୁଙ୍କ ଉପରେ ନିର୍ଭର କଲେ, ଯୀଶୁଙ୍କୁ ବିଶ୍ୱାସ କଲେ, ପାପରୁ ପ୍ରଭୁତରେ କ୍ଷମା ପାଇପାରିବେ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ବିଷୟ ବାଇବଲରେ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ସମ୍ମାନ ବିଷୟ ଆଜି ମଧ୍ୟ ପରମେଶ୍ୱର ଆମକୁ କହିବା ପାଇଁ ଚାହାନ୍ତି, ତମେ ଏ ମାର୍ଗରେ ଯାଅ, ଏ ମାର୍ଗରେ ଗଲେ ତମେ ପାପରୁ ଉଦ୍ଧାର ପାଇବ। ନିଜ ଉପରେ ବିଶ୍ୱାସ କର ନାହିଁ, ନିଜ ଉପରେ, ନିଜର କର୍ମ ଉପରେ ନିର୍ଭର କର ନାହିଁ। ତମର କର୍ମ କେବେ ବି ତମକୁ ଧାର୍ମିକ ବନେଇ ପାରିବ ନାହିଁ। ତମର ଉତ୍ତମତା ତମକୁ କେବେ ମଧ୍ୟ ସିଦ୍ଧ କରିପାରିବ ନାହିଁ। ତମର ଦୃଷ୍ଟିକୋଣ ଦ୍ୱାରା ତମେ ନିଜକୁ ଦେଖିଲେ ତମେ କେବେ ବି ପାପରୁ ଉଦ୍ଧାର ହବ, ପାପରୁ ମୁକ୍ତ ହେଇପାରିବ ନାହିଁ ବୋଲି ପ୍ରଭୁ କହୁଛନ୍ତି। ସେଥିପାଇଁ ଯୀଶୁ କହିଲେ, ଯୋହନ ପୁସ୍ତକ 8:12 ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି, ଯେ ମୋର ଅନୁଗମନ କରେ ସେ କେବେ ହିଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ସେଥିପାଇଁ ଯିଏ ଯୀଶୁଙ୍କର ଶିକ୍ଷାକୁ ଗ୍ରହଣ କଲା, ଯୀଶୁ ହେଉଛନ୍ତି ଜଗତର ଜ୍ୟୋତି ବୋଲି ବିଶ୍ୱାସ କଲା, ଯିଏ ଯୀଶୁଙ୍କର ଅନୁଗମନ କଲା, ସେ କେବେ ବି ଅନ୍ଧକାରରେ ଭ୍ରମଣ କରିବ ନାହିଁ ଲେଖା ହେଇଛି। ତାମାନେ ତାର ଲାଇଫରେ ପାପ କେବେ କାମ କରିପାରିବ ନାହିଁ, ପାପ ପ୍ରବେଶ କରିପାରିବ ନାହିଁ। ଯେହେତୁ ଜ୍ୟୋତି ସବୁ ବିଷୟ ଅନ୍ଧକାରକୁ ଜିତି ପାରିବ, ଯେହେତୁ ଜ୍ୟୋତିରେ ପାୱାର ଅଛି, ସେଥିପାଇଁ ବାକ୍ୟରେ ପାୱାର ଅଛି ଜଣେ ଅଧାର୍ମିକକୁ ଧାର୍ମିକ କରିପାରିବା ପାଇଁ, ଅପବିତ୍ରକୁ ପବିତ୍ର କରିପାରିବା ପାଇଁ ଏ ବାକ୍ୟରେ ଶକ୍ତି ଅଛି। ସେଥିପାଇଁ ଜଣେ ମନୁଷ୍ୟ ବାକ୍ୟ ଉପରେ ନିର୍ଭର କଲେ ବାକ୍ୟ ତାକୁ ମୁକ୍ତ କରୁଛି। 32 ପଦରେ ଲେଖା ହେଇଛି, ସେମାନେ ତାହା, ଏ 8:32 ଲେଖା ହେଇଛି, ପୁଣି ତୁମମାନେ ସତ୍ୟ ଜ୍ଞାତ ହେବ
ଓ ସେଇ ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ସେଥିପାଇଁ ଲୋକ ସତ୍ୟକୁ ଜାଣିଲେ ମୁକ୍ତ ହେବେ। ଲୋକ ସତ୍ୟକୁ ଯେହେତୁ ଜାଣିନାହାନ୍ତି, କେବେ ମୁକ୍ତ ହେଇପାରୁନାହାନ୍ତି। ଦିନେ ସ୍ତ୍ରୀ ଲୋକ ସତ୍ୟକୁ ଜାଣିନଥିଲା, ପାପ ଦ୍ୱାରା ଧରା ଯାଉଥିଲା, ବିଚାର ସାମ୍ନାରେ ଛିଡା ହଉଥିଲା। କିନ୍ତୁ ସତ୍ୟ ଜ୍ଞାତ ହେଲା ପରେ ଏ ପାପରୁ ବେଶୀ ସହଜରେ ମୁକ୍ତ ପାଇଲେ। ଯୀଶୁ ତାଙ୍କୁ ମୁକ୍ତ କଲେ। ଦିନେ ପାପ କରିକି ଯୀଶୁଙ୍କ ସାମ୍ନାରେ ଛିଡା ହେଇଥିଲେ, କିନ୍ତୁ ଯୀଶୁଙ୍କ ଠାରୁ ଯେତେବେଳେ ସେ ଚାଲିକି ଗଲା, ପାପରୁ ମୁକ୍ତ ହେଇଗଲା। ଫାରସୀ ଶାସ୍ତ୍ରୀ ମାନେ ପାପ ନ କରିକି ଯୀଶୁଙ୍କ ସାମ୍ନାରେ ଛିଡା ହେଇଥିଲେ, କିନ୍ତୁ ଯୀଶୁଙ୍କ ଠାରୁ ଯେତେବେଳେ ପଳାୟନ କଲେ, ସେମାନେ ପାପୀ ହେଇକି ଚାଲିଗଲେ। ସେଥିପାଇଁ ଏଇଟା ହଉଛି ଦୁଇ ପ୍ରକାର ଛବି। ଗୋଟେ ପାପ କରିକି ଆସିଲା, ଯୀଶୁଙ୍କ ଦ୍ୱାରା ପାପ ମୁକ୍ତ କରାଗଲା। କିନ୍ତୁ ଜଣେ ଲୋକ ନିଷ୍ପାପୀ ହେଇକି ଆସିଲା, କିନ୍ତୁ ଯୀଶୁଙ୍କ ସାମ୍ନାକୁ ଆସିଲା ପରେ ପାପରେ ପରିପୂର୍ଣ୍ଣ ହେଇକି ଯାଉଛି। ସେଥିପାଇଁ ଆମେ ପ୍ରଭୁଙ୍କ ସାମ୍ନାରେ ବଞ୍ଚିଲା ବେଳକୁ, ବାକ୍ୟ ସାମ୍ନାରେ ବଞ୍ଚିଲା ବେଳକୁ, ସେଥିରେ ଆମର ହୃଦୟରେ କୋଉ ପ୍ରକାର ହୃଦୟ ନେଇକି ଛିଡା ହଉଛୁ ସେଟା ଗୁରୁତ୍ୱପୂର୍ଣ୍ଣ। ଆଉ ପରମେଶ୍ୱର ସେ ଅନୁସାରେ ଆମମାନଙ୍କ ଜୀବନରେ ବିଚାର ଆଣବେ। ତ ଆଶା କରେ ଆପଣମାନେ ଆଜିର ଦିନ ମଧ୍ୟ ବାକ୍ୟ ଦ୍ୱାରା ଅତିବାହିତ କରିବେ। ମୁଁ ଆଜି ଏତିକି କହିବି, ପ୍ରାର୍ଥନା କରବା। ମଙ୍ଗଳମୟ ପରମେଶ୍ୱର ପିତା, ବେଶୀ ଧନ୍ୟବାଦ ଦଉଛୁ ଆଜି ଆମେ ପ୍ରାର୍ଥନା କରିବା ପାଇଁ ସୁଯୋଗ ପାଇଲୁ। ସତରେ ପ୍ରଭୁ, ଯେତେବେଳେ ଆମେ ଦେଖୁଛୁ ଆଉ ଜନ୍ମରୁ ଅନ୍ଧ ଲୋକ ଯିଏକି ଦିନେ ଅନ୍ଧ ଭାବରେ ଜୀବନ ଯାପନ କରୁଥିଲେ, ସେ ଜନ୍ମରୁ ଅନ୍ଧ ଥିଲେ ଲେଖା ହେଇଛି। କିନ୍ତୁ ଗୋଟେ ସମୟ ଅଛି, ସେ ଯୀଶୁଙ୍କୁ ଭେଟୁଛନ୍ତି। ଯୀଶୁଙ୍କୁ ଭେଟିଲା ପରେ ଯୀଶୁ ତାଙ୍କୁ ଗୋଟେ କଥା କହିଲେ, ସିଲୋଆକୁ ଯା, ପୋଖରୀରେ ଧୋଇ ହୁଅ, ତେବେ ତୁମେ ଦୃଷ୍ଟି ପାଇବ। এই କଥା ତା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଦିନେ ଏ ବାକ୍ୟକୁ ନେଇକି ସେ ସିଲୋଆକୁ ଗଲା, ପୋଖରୀରେ ଧୋଇ ହେଲା, ଦୃଷ୍ଟି ପାଇଲା, ବାହାରିକି ଆସିଲା। ଶାସ୍ତ୍ରୀୟ ଫାରସୀମାନେ ତାଙ୍କୁ ପଚାରିଲେ, ଆରେ ତୁ କଣ ସେ ଲୋକ ନାହିଁ ଯେ କି ବସିକି ଭିକ ମାଗୁଥିଲୁ? ଅନେକ ଲୋକ କହିଲେ, ହଁ ନାଇଁ, ସେ ପ୍ରଭୁ, ସିଏ ନାହିଁ। କିନ୍ତୁ ସେ କହିଲା, ହଁ ମୁଁ ସେ ଲୋକ ବୋଲି କହିଲା। ତ ପୁଅ, ତମର ଦୃଷ୍ଟି, ତମର ଆଖି କେମିତି ଫିଟିଗଲା? ତମେ ତ ପୂର୍ବରୁ ଭିକାରୀ ହେଇକି ଜନ୍ମ ହେଇଥିଲ, କିନ୍ତୁ ଏବେ କେମିତି ତମର ଦୃଷ୍ଟି ତମର ଦୃଷ୍ଟି ମାନେ ଅନ୍ଧ ହେଇଥିଲ, କେମିତି ପ୍ରକୃତିରେ ଦେଖିପାରୁଛ? ସେ ଗୋଟେ ବିଷୟ କହିଲା, ମୁଁ ଜାଣିନି, ଯାହାକୁ ଯୀଶୁ ବୋଲି କୁହନ୍ତି ସେ ମତେ କହିଲେ, ମୋ ଆଖିରେ ଦୁଇଟା ଆଖିରେ କାଦୁଅ ଲଗେଇ ଦେଲେ, ଯାହା ପୋଖରୀରେ ଧୋଇ ହୁଅ କହିଲେ, ମୁଁ ଗଲି ତ ଦୃଷ୍ଟି ପାଇଲି। ଏତିକି ତା ପାଖରେ ବେଶୀ ପାୱାରଫୁଲ ବାକ୍ୟ ଆସୁଛି। ଏଇ ଗୋଟେ ଏତିକି ବାକ୍ୟ ତାର ଜୀବନରେ ଯେହେତୁ କାମ କରିଛି, ସେଥିପାଇଁ ସେ ସମସ୍ତଙ୍କ ପ୍ରଭୁତ୍ୱରେ ପ୍ରକାଶ କରୁଛି। ପ୍ରଭୁ, ବ୍ୟଭିଚାର ସ୍ତ୍ରୀ ମଧ୍ୟ ବ୍ୟଭିଚାର କରିଥିଲା, ଧରା ପଡ଼ିଲା। ଯୀଶୁ ଯେତେବେଳେ ବିଚାର ଦେଲେ, ବ୍ୟଭିଚାର ସେ ମୁକ୍ତ ହେଲା, ପାପରୁ ମୁକ୍ତ ହେଲା। ଯୀଶୁ ତାକୁ ପାପ ତାର ଘୋଡ଼େଇ ଦେଲେ। ଶାସ୍ତ୍ରୀ ଫାରିସୀମାନେ ପାପ କରିନଥିଲେ, କିନ୍ତୁ ଯୀଶୁଙ୍କ ଠାରୁ ଯେତେବେଳେ ପଳାଇଲେ, ପାପରେ ପରିପୂର୍ଣ୍ଣ ହେଲେ। ନିଜକୁ ପ୍ରଥମ ଥର ପାଇଁ ସେମାନେ ଦେଖିବାକୁ ଆରମ୍ଭ କଲେ। ସେତେବେଳେ ସମସ୍ତଙ୍କର ପାଟି ବନ୍ଦ ଥିଲା। ପଥର ଧରିଥିବା ହାତରୁ ପଥର ପ୍ରକୃତରେ ଖସିବାକୁ ଆରମ୍ଭ କଲା। ତ ଗୋଟେ ବିଷୟ ଏ ଜାଗାରେ ଆମେ ଦେଖିପାରୁଛୁ କି ପ୍ରଭୁ କେବେ ମଧ୍ୟ ମନୁଷ୍ୟର କର୍ମ ଦ୍ୱାରା ମନୁଷ୍ୟକୁ ଧାର୍ମିକ ଗଣନା କରିବେ ନାହିଁ। ସେଥିପାଇଁ ଈଶ୍ୱରଙ୍କର ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ହେଉଛି ମନୁଷ୍ୟ ପାଇଁ ଯଥେଷ୍ଟ। ସେଥିପାଇଁ ପ୍ରଭୁ କହିଲେ, ତୁମେ ସତ୍ୟ ଜ୍ଞାତ ହେଲେ ସତ୍ୟ ମୁକ୍ତ କର। ସେଥିପାଇଁ ଲୋକ ସତ୍ୟକୁ ଜାଣିବା ଦରକାର କି ସତ୍ୟ କଣ। ସତରେ ମୁଁ ପାପୀ, ମୁଁ ଅଧାର୍ମିକ, କିନ୍ତୁ ପରମେଶ୍ୱର କଣ ବିଚାର ଦଉଛନ୍ତି? ପ୍ରଭୁଙ୍କର ବିଚାର ମୋ ଆଡ଼କୁ କୋଉ ପ୍ରକାର ଅଛି, ମନୁଷ୍ୟ ସେଟାକୁ ଜାଣିଲେ ମନୁଷ୍ୟ ଈଶ୍ୱରଙ୍କ ଭିତରେ ଖୁସିରେ ବଞ୍ଚି ପାରିବ। ପରମେଶ୍ୱର ଆଜି ଏ ସକାଳର ଉପାସନାରେ ତୁମେ ଆମମାନଙ୍କୁ ଅନୁଗ୍ରହ ଦୟାକୁ ଦେଲ, ସେଥିପାଇଁ ବେଶ ଧନ୍ୟବାଦ ଦଉଛି। ପ୍ରାର୍ଥନା କରିବା ପାଇଁ ସୁଯୋଗ ଦେଲ, ସେଥିପାଇଁ ମଧ୍ୟ ବେଶ ଧନ୍ୟବାଦ ଦଉଛି। ପ୍ରଭୁ, ଆଜି ଦିନ ମଧ୍ୟ ଆମେ ଏ ବାକ୍ୟ ଦ୍ୱାରା ଆରମ୍ଭ କରିବୁ, ସେଥିପ୍ରତି ଅନୁଗ୍ରହ ଦୟା କର। ପ୍ରତ୍ୟେକ ବିଷୟ ତୁମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣିଛୁ ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍।